हेलो फ्रेंड्स, ମୁଁ ଆପଣମାନଙ୍କୁ ଗୋଟିଏ ନୂଆ ଭିଡ଼ିଓକୁ ସ୍ୱାଗତ କରୁଛି। ଆପଣମାନେ ଧ୍ୟାନ ସେ ଶୁଣିବେ, ସ୍କିପ୍ କରିବେ ନାହିଁ। କିଛି ଜାଣିବା କଥା ଓ ଶିଖିବାର କଥା ମଧ୍ୟ ରହିଛି। ମୁଁ ଆପଣମାନଙ୍କୁ ଗୋଟିଏ କଥା କହୁଛି, ଆମ ଭାରତବର୍ଷରେ ଯେତେ ଲୋକ ଅଛନ୍ତି, କେହି ବି ଜଣେ ଛାତିରେ ହାତ ମାରି କହିପାରିବ କି ମୋର କୌଣସି ଅସୁବିଧା ନାହିଁ। ବନ୍ଧୁ, ଆପଣ କହିଲେ କେହି ବି ଜଣେ କହିପାରିବ କି ମୁଁ ବହୁତ ଖୁସିରେ ଅଛି, ବହୁତ ସୁଖରେ ଅଛି, ମୁଁ ଏତେ ସୁଖ ଶାନ୍ତିରେ ଅଛି ଯେ ଦୁନିଆରେ କେହି ବି ନଥିବେ। କିନ୍ତୁ ସବୁ ସୁଖ ଦୁଃଖ ଭିତରେ ମଣିଷଙ୍କର ଗୋଟିଏ ଜିନିଷ ସମସ୍ତଙ୍କ ପାଖରେ ରହିଯାଉଛି। ତାହା କ'ଣ? ତା ବର୍ତ୍ତମାନ ହେଲା ରୋଗ। ରୋଗ ଘରେ ଘରେ ସମସ୍ତଙ୍କ ଘରେ ବ୍ୟାପିବାରେ ଲାଗିଛି। ଏହାର ରୋକିବାର କାରଣ ଆପଣମାନଙ୍କୁ ଜଣାଉଅଛି ଯେ ଆପଣମାନେ କିପରି ରୋଗରୁ ମୁକ୍ତି ପାଇବେ। ଏ ରୋଗରୁ ମୁକ୍ତି ପାଇବା ପାଇଁ ମୁଁ ଗୋଟିଏ ଉପାୟ ଆପଣମାନଙ୍କୁ ବତାଉଛି। ଆପଣମାନେ ଧ୍ୟାନ ସେ ଶୁଣନ୍ତୁ ଆଉ ନୋଟ୍ ମଧ୍ୟ କରନ୍ତୁ। ଏହାଦ୍ୱାରା ଆମ ସମାଜର ମଙ୍ଗଳ ହେବ, ଆପଣମାନଙ୍କର ମଙ୍ଗଳ, ଆମର ମଙ୍ଗଳ, ସମାଜର ପରିବର୍ତ୍ତନ ସବୁ ଦେଖାଦେବ। ତତ୍ସହିତ ଆମେ ଆଉ ଗୋଟିଏ କାର୍ଯ୍ୟ କରିବା, ଯାହାକି ସମସ୍ତେ ଜାଣିବା ଦରକାର ଯେ କେଉଁ କାରଣରୁ ଆମେ ସମସ୍ତେ ରୋଗରେ ପଡ଼ୁଛନ୍ତି। ସମସ୍ତେ ଜାଣି ପୁଣି ଅଜଣା ହେଇ ରହିଯାଉଛନ୍ତି। ଏହାର କାରଣ କ'ଣ? ସେ କାରଣଟିକୁ ଆମେ ଖୋଜିକି ବାହାର କରିବା ଆଉ ସମସ୍ତଙ୍କ ଆଗରେ ପ୍ରକାଶ କରିବା। ସମସ୍ତଙ୍କର ରୋଗ ନିରାକରଣ, ସୁସ୍ଥ ଶରୀର, ସୁସ୍ଥ ସମାଜ କିପରି ଗଠନ କରାଯିବ, ତାହା ଆମେ ସମସ୍ତେ ମିଳିମିଶି ଏକତ୍ର ଭାବରେ କରିବା। ଆଉ ସମସ୍ତେ ପ୍ରତିଜ୍ଞା କରିବା ଯେ ଯାହା କରିବା, ଯାହା କହିବା, ଯାହା କରୁଥିବା ତାକୁ ଯେମିତି ଆମେ ଠିକ୍ ନୀତି ନିୟମ ଅନୁସାରେ କରିବା। ଯଦି କରିବା ତାହେଲେ ଆମେ ସମସ୍ତେ ରୋଗମୁକ୍ତ ହୋଇପାରିବା। ରୋଗ ବିଭିନ୍ନ ପ୍ରକାର ମାଧ୍ୟମ ଦେଇକି ଆମ ଶରୀର ମଧ୍ୟକୁ ପ୍ରବେଶ କରିଥାଏ। ତାର ସବୁ ଅପସନ୍ ଅଛି। ଅପସନ୍ ମାଧ୍ୟମରେ ମୁଁ ଆପଣମାନଙ୍କୁ ଜଣାଇବି କେଉଁ କେଉଁ କାରଣରୁ କେଉଁ କେଉଁ ବ୍ୟାଧି ଆମ ଦେହକୁ ଗ୍ରାସ କରିଥାଏ। ସେଇ ଯେଉଁ ରୋଗ ଆମ ଶରୀରକୁ ଗ୍ରାସ କରେ, ତାହା କେଉଁ କେଉଁ ଉପାୟରେ ମଧ୍ୟ ଦୂର ହୋଇଥାଏ। ଆମେ ସମସ୍ତେ ସମାଜରେ ହସ ଖୁସିରେ ରହିବା ପାଇଁ ଚାହିଁଲେ ମଧ୍ୟ କାହାର ପୁଅ ଦେହ ଖରାପ ହେଲାଣି ତ, କାହା ବାପା ଦେହ ଖରାପ ହେଲାଣି, କାହା ମା ଦେହ ଖରାପ ହେଲାଣି ତ, କାହା ଭଉଣୀ ଦେହ ଖରାପ ହେଲାଣି, କାହା ସ୍ୱାମୀ ଦେହ ଖରାପ ହେଲାଣି ତ, କାହାର ସ୍ତ୍ରୀ ଦେହ ଖରାପ ହେଲାଣି। ପ୍ରଥମେ ଆମେ ଜାଣିବା କେଉଁ କାରଣରୁ ରୋଗଟି ଆରମ୍ଭ ହୋଇଛି। ତାହା ହେଉଛି ଆମର ନୀତି ନିୟମରେ ଆମେ ଯେଉଁ କାର୍ଯ୍ୟ କରୁଛନ୍ତି, ସେ କାର୍ଯ୍ୟରେ କୌଣସି ତ୍ରୁଟି ଥିବା ଯୋଗୁରୁ ଆମେ ଅସୁବିଧାର ସମ୍ମୁଖୀନ ହେଉଥାନ୍ତି। ଏହା ହେଉଛି ଗହନର କଥା। ଯିଏ ବୁଝିପାରିବ ତାକୁ ସହଜ ଲାଗିବ, ଯିଏ ବୁଝି ନ ପାରିବ ତାକୁ ବହୁତ ଜଟିଳ ଲାଗିବ। କାରଣ ସମାଜରେ ସମସ୍ତେ ଶାନ୍ତ, ସରଳ, ନମ୍ର ଆଉ ଭଦ୍ର କି ବୁଝିଲା ଭଳିଆ ଲୋକ ବହୁତ କମ୍ ଅଛନ୍ତି। ଆଉ ଏହାକୁ ନେଗେଟିଭ୍ ସେନ୍ସରେ ନେବା ପାଇଁ ବହୁତ ଲୋକ ଅଛନ୍ତି।
କିନ୍ତୁ ଆମେ ଯଦି ସଠିକ୍ ନିୟମରେ ସଠିକ୍ ଉପାୟରେ ଏହା କରୁଛନ୍ତି ତାହେଲେ ଆମର କୌଣସି ଅସୁବିଧାର ସମ୍ମୁଖୀନ ହୋଇନଥାଏ। ଆପଣମାନେ କହୁଥିବେ ଏତେ ଡକ୍ଟର, ଏତେ ଇଞ୍ଜିନିୟର, ଏତେ କଲେକ୍ଟର, ଏତେ ଜଜ୍, ଏତେ ପୋଲିସ, ଏତେ ଜ୍ଞାନୀ ଲୋକ ଅଛନ୍ତି, ଇଏ କ'ଣ ତାଙ୍କ ଭିତରୁ ଜଣେ ଭିନ୍ନ ଧରଣର ଲୋକ କି? ଇଏ କ'ଣ କହିଲାଣି ମୁଁ ଯାହା କହୁଛି ତାହା ପାଳନ କରିବା ଉଚିତ? ନାଇଁ, ସମସ୍ତେ ଜ୍ଞାନୀ, ସମସ୍ତେ ଗୁଣୀ, ସମସ୍ତେ ହେଉଛନ୍ତି ସମାଜ ପାଇଁ ପରିବର୍ତ୍ତନର ସେ ଆଣିବା ପାଇଁ ଚେଷ୍ଟା କରନ୍ତି। କିନ୍ତୁ ସମସ୍ତେ ରୋଗରେ ଆକ୍ରାନ୍ତ ପୁଣି ହୁଅନ୍ତି। କାରଣ କ'ଣ? ସମସ୍ତଙ୍କର ଜଳବାୟୁ, ସମସ୍ତଙ୍କର ପାଣିପାଗ, କିଏ କେଉଁ ଅବସ୍ଥାରେ ଥିବ, କିଏ କେଉଁ ଜାଗାରେ ରହୁଥିବ, କାହାକୁ କେଉଁ ଜାଗା ସୁଟ୍ କରୁନଥିବ, ସେଥିପାଇଁ ସେମାନେ କ'ଣ କରନ୍ତି? ରୋଗାଗ୍ରସ୍ତ ହୁଅନ୍ତି। ସେସବୁକୁ ଜାଣିବା ଦରକାର। ଜାଣିଲେ ଆମର କ'ଣ ହେବ? ଆମର ଅସୁବିଧାର ସମ୍ମୁଖୀନ ହୋଇପାରିବ ନାହିଁ। ମୁଁ ଏହାକୁ ପଏଣ୍ଟ ମାଧ୍ୟମରେ ଗୋଟି କରି ଆପଣଙ୍କୁ ବୁଝେଇବି। ଆଉ କେଉଁ ରୋଗ ପାଇଁ କେଉଁ ପ୍ରତିକାର ମଧ୍ୟ ମୁଁ ଆପଣଙ୍କର ସଲ୍ୟୁସନ୍ ମଧ୍ୟ ବାହାର କରିବି। ଆପଣମାନେ ସବୁବେଳ ପାଇଁ ମୋ ଭିଡ଼ିଓଟିକୁ ଦେଖୁଥାନ୍ତୁ, ଆଉ ସ୍କିପ୍ କରିବେନି, ଗୋଟି କରି ଶୁଣିବେ ଆଉ ମନେ ରଖିବେ। ନିଶ୍ଚିନ୍ତ ଭାବରେ ଦେଖିବେ ଆପଣ ପରିବର୍ତ୍ତନ ହେବା ସୁନିଶ୍ଚିତ। ଆଜି ପାଇଁ ଏହି ଭିଡ଼ିଓଟି ଏତିକି ରଖୁଛି। ପରବର୍ତ୍ତୀ ଭିଡ଼ିଓଟି ମୁଁ ରୋଗର ପ୍ରତିକାର ବାବଦରେ, ଆଉ କେଉଁ ରୋଗ ପାଇଁ କେଉଁ ପ୍ରତିକାର, ଆଉ କେଉଁ ରୋଗ କେଉଁ ଦୋଷରୁ ହୋଇଥାଏ ମୁଁ ଆପଣଙ୍କୁ ଜଣାଇବି। ରହିଲି, ଜୟ ଜଗନ୍ନାଥ।